ଅନେକ ଦିନ ଧରି ସେଇ ପଙ୍କ ଭିତରେ ସେ ପଡ଼ି ରହିଲା। ଦିନେ ଗୋଟେ ବିଲୁଆ ନଈକୁ ପାଣି ପିଇବାକୁ ଆସିଲା ବେଳେ ସିଂହଟିକୁ ଦେଖିଲା। ଆରେ ଆରେ ଇଏ କଣ? ସିଂହ ମହାରାଜ ପଙ୍କରେ ପଡି ଯାଇଛନ୍ତି ନା କଣ? ବିଲୁଆ ନନା, ଆରେ ଓ ବିଲୁଆ ନନା, ଟିକେ ମୋ ପାଖକୁ ଆସ। ଯାଉଛି 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 ମହାରାଜ, ଯାଉଛି। ଟିକେ ବେଗି ବେଗି ଆସ ମ, ମୁଁ ଆଉ ସମ୍ଭାଳି ପାରୁନି। ମହାରାଜ ମହାରାଜ, ଆପଣଙ୍କର ଇଏ କି ଅବସ୍ଥା? କେମିତି ହେଲା এই ଅବସ୍ଥା? କଣ କରିବି ବିଲୁଆ ନନା, 4 ଦିନ ତଳେ ଶିକାର ସାରି ପାଣି ମୁନ୍ଦାଇ ପିଇବାକୁ ଆସିଥିଲି ଯେ ଏଇ ପଙ୍କରେ ଗୋଡଟା ଗଳି ପଡିଲା। ମତେ ଏଠୁ ଉଦ୍ଧାର କର ବିଲୁଆ ନନା। ମୁଁ ଆପଣଙ୍କୁ ଉଦ୍ଧାର କରିବି, ହେଲେ ଦେଖ ବିଲୁଆ ନନା, ମତେ ବିଶ୍ୱାସ କର, ମୋ ଉପରେ ଭରସା ରଖ, ତମର କିଛି କ୍ଷତି ହବନି। ଦେଖନ୍ତୁ ଆଜ୍ଞା, ଆପଣ ହେଲେ ରଜା ଲୋକ, ଆପଣଙ୍କର ମିଜାଜ ବର୍ତ୍ତମାନ ଠିକ ଅଛି, ଠିକ, ହେଲେ ଆର ଦିଗକୁ ଯଦି ବଦଳି ଯାଏ ଆପଣ ମତେ ଛାଡିବେନି। ବିଲୁଆ ନନା, ମୋ ରାଣୀ ମାନେ ମୋ ସ୍ତ୍ରୀ ରାଣ ଖାଇ କହୁଛି, ମୁଁ ଯାହା କହିଛି ସବୁ କଥା ରଖିବି, ମୁଁ ତୁମକୁ ଜମାରୁ ବି ଖାଇବିନି। ହେଲେ ହେଲେ ତମେ ମୋ ପାଇଁ ଏତିକି କାମ କର, ମତେ ଟିକେ ଉଦ୍ଧାର କର। ହଉ ହଉ ହଉ। ଧନ୍ୟବାଦ ବିଲୁଆ ନନା, ତମେ ମତେ ବଞ୍ଚେଇ ଦେଲ। ଆଜ୍ଞା ମୁଁ ତାହେଲେ ଏବେ ଆସୁଛି। ଆରେ ନନା, ଶୁଣ ଶୁଣ, ଏତେ ବ୍ୟସ୍ତ କାହିଁକି ହଉଛ? ଶୁଣ, ମୁଁ ତୁମର କିଛି କ୍ଷତି କରିବିନି। ଆଜ୍ଞା କୁହନ୍ତୁ। ଶୁଣ, ତମେ ଗୋଟେ କାମ କର, ଆଜିଠୁ ଆମ ନାନୀ ମାନେ ତମ ସ୍ତ୍ରୀକୁ ଧରି ଆସି ମୁଁ ରହୁଥିବା ଗୁମ୍ଫା ପାଖରେ ରୁହ। ଦେଖ, ତମର କେହି କିଛି ବି କ୍ଷତି କରିପାରିବେନି। ହେଲେ ମୁଁ କିଛି ହବନି ନନା, ମୁଁ କଥା ଦଉଛି, ତମେ ଆସ। ଆଉ କିଛି ଉପାୟ ନ ପାଇ ବିଲୁଆ ନନା ତା ଭାରିଜାକୁ ଧରି ସିଂହ ରହୁଥିବା ଗୁମ୍ଫା ପାଖରେ ଆଉ ଗୋଟେ ଗୁମ୍ଫାରେ ରହିଲା। ତାପରେ ସିଂହ ଆଉ ବିଲୁଆର ବନ୍ଧୁତ୍ୱ ବହୁତ ବଢିଗଲା। ବିଲୁଆ ତା ଜୀବନ ରକ୍ଷା କରିଥିବାରୁ ସିଂହ ବିଲୁଆକୁ ସବୁ ପ୍ରକାରର ସୁଖ ଦେବାକୁ ଚାହୁଁଥିଲା। ସଙ୍ଗାତ, ଯାହା କୁହ, ବାଘ ମାମୁଁ କିନ୍ତୁ କାଲି ମତେ ଦେଖିକି ପୁରା ଡରିକି ପଳେଇଲା। ସେ ଜାଣିଛି ନା ତମେ ମୋ ବନ୍ଧୁ। ଆରେ ବାଘ ମାମୁଁ କଥା ଛାଡ, ମୋ ଭାରିଜା କଣ କହୁଛି ଶୁଣ। ମତେ ଆଜି କହୁଛି ଯେ ମୁଁ ତମ ସାଙ୍ଗରେ ମିଶିବା ପାଇଁ କୁଆଡେ ପାଗଳ ହେଇଯାଉଛି। ମୁଁ କଣ କହିଲି ଜାଣିଛ? କଣ? ମୁଁ କହିଲି ତାଙ୍କରି ପାଇଁ ମୋ ଜୀବନ ବଞ୍ଚିଛି। ତୁ ତ ଖୁସି ହବା କଥା ଯେ ମୁଁ ସେଇ ଲୋକ ସାଙ୍ଗରେ ସାଙ୍ଗ ହଉଛି ଯେ ମୋ ଜୀବନ ବଞ୍ଚେଇଥିଲା। ଏଇଟା ଠିକ କଥା ନୁହେଁ ସଙ୍ଗାତ। ସଙ୍ଗାତୁଣୀ ଯାହା କହୁଛନ୍ତି ତମେ ମାନିବା ଉଚିତ। ଛାଡ ସଙ୍ଗାତ ତମ ସଙ୍ଗାତୁଣୀ କଥା, ସବୁବେଳେ କଣ ତାଙ୍କ କଥା ମାନିଲେ ହବ? କିନ୍ତୁ ସତରେ ସିଂହୀ ସେ ଦୁହିଁଙ୍କ ବନ୍ଧୁତାକୁ ସହିପାରୁନଥିଲା। ଅନେକ ସମୟରେ ସିଂହ ସାଙ୍ଗରେ ଝଗଡ଼ା ହେଉଥିଲା ତାର, କାହିଁକି ନା ସିଂହ ସିଂହୀକୁ ଆଗ ଭଳି ଆଉ ଗୁରୁତ୍ୱ ଦେଉନଥିଲା। ସିଂହୀ ଦିନେ ଶିକାର ସାରି ଫେରିଲା ବେଳକୁ ବାଟରେ ତାର ବିଲୁଆ ଭାରିଜା ସହ ଦେଖାହେଲା। ସଙ୍ଗାତୁଣୀ ଅଳିଗି। ହଁ ହେଲା ମୋ ଉପରେ ରାଗିଛ ନା କଣ? ଅଯଥା ଲୋକଙ୍କ ଉପରେ ରାଗିକି ଲାଭ କଣ? ମାନେ ମୁଁ କିଛି ବୁଝିପାରିଲିନି ସଙ୍ଗାତୁଣୀ।
ବୁଝିବ କେମିତି? ତମେ ତ ବଡ ଆରାମରେ ଅଛ ନା, ହେଲେ ମୋର ତ ଛାତି ଫାଟି ଯାଉଛି। ତମ ସ୍ୱାମୀ ଯଦି ମୋ ସ୍ୱାମୀର ଜୀବନ ରକ୍ଷା କରିଥିଲେ, ତାହେଲେ କଣ ଆମେ ସବୁଦିନ ଋଣୀ ହେଇ ରହିବୁ? ମତେ ଏଗୁଡା ଭଲ ଲାଗେନି। ହିସାବରେ ରୁହ, ହିସାବରେ। ବିଲୁଆ ଭାରିଜାକୁ ଏ କଥାଟା ଭାରି ବାଧିଲା। ସେ ଘରେ ପହଞ୍ଚି ତା ସ୍ୱାମୀକୁ ସବୁ କଥା କହିଲା। ବିଲୁଆ ନନା ଏକଥା ଶୁଣିବା ପରେ ତାର ବହୁତ ମନ ଦୁଃଖ ହେଲା। ସେ ଚିନ୍ତା କଲା ଯେ ପାଖାପାଖି ରହି ଯଦି ସମ୍ପର୍କ ଖରାପ ହେଉଛି, ତାହେଲେ ଆମେ ଦୂରେଇ ରହିବା ଭଲ। ସଙ୍ଗାତ, ମୁଁ ତମକୁ ଗୋଟେ କଥା କହିବି ବୋଲି ଆସିଛି। ତମେ ମତେ କଥା ଦିଅ, ମୁଁ ଯାହା କହିବି ତମେ ରଖିବ। ତମ କଥା କଣ ମୁଁ କେବେ ଅମାନ୍ୟ କରିଛି? କୁହ। ଏଠୁ ବିଦାୟ ଦିଅନ୍ତୁ। ସଙ୍ଗାତ, ମୁଁ ଠିକ କହୁଛି ସଙ୍ଗାତ। ଆମ ଭିତରେ ବନ୍ଧୁତ୍ୱକୁ ସ୍ଥାୟୀ କରିବାକୁ ହେଲେ ପରସ୍ପରଠୁ ଦୂରେଇ ରହିବା ଭଲ। ଗୋଟେ ଉଦାସ ମନ ନେଇ ବିଲୁଆ ସିଂହ ପାଖରୁ ଚାଲିଗଲା। ଆଉ ସିଂହ ନିଜର ଜଣେ ବିଶ୍ୱସ୍ତ ବନ୍ଧୁକୁ ହରେଇଥିବାରୁ ହାଁଟା କରି ଚାହିଁ ରହିଥିଲା। କାରଣ ସେ ବୁଝି ସାରିଥିଲା ଯେ ବିଲୁଆ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ସତ। ଦୂର ପର୍ବତ ସବୁବେଳେ ସୁନ୍ଦର।